ଆଜି ଶୁଣିବା ଆତ୍ମଜୀବନୀ ସାଧନାର ପଥେର ଭାଗ 13 ପରିଚ୍ଛେଦ 1932ରୁ 1937 ଏବଂ ଏହି ପରିଚ୍ଛେଦର ଆଜି ଆମେ ଶୁଣିବା ଦ୍ୱିତୀୟ ଭାଗ। ଗୋପବନ୍ଧୁ ଚୌଧୁରୀ ଆଚାର୍ଯ୍ୟ ହରିହର ପ୍ରଭୃତି ଖଲାସ ହୋଇ ଆସିଲେ। ଏହି ସମୟରେ ସେପ୍ଟେମ୍ବର ମାସରେ ହରିଜନମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନର ବ୍ୟବସ୍ଥା କରି ସେମାନଙ୍କୁ ହିନ୍ଦୁ ସମାଜରୁ ବଳାତ୍କାର ବହିଷ୍କାରର ପ୍ରତିରୋଧକ କଳ୍ପେ ଗାନ୍ଧିଜୀଙ୍କ ଆମରଣ ଉପବାସର ଦୃଢ଼ ସଂକଳ୍ପ ପ୍ରକାଶିତ ହେଲା। ଚାରିଆଡ଼େ ଉତ୍ତେଜନା ବ୍ୟାପିଗଲା। ହରିଜନମାନଙ୍କ ଭିତରେ ଅପୂର୍ବ ଉତ୍ସାହ। କେତେଜଣ ସନାତନୀଙ୍କୁ ଛାଡ଼ିଦେଲେ ଅନ୍ୟ ସବର୍ଣ୍ଣ ହିନ୍ଦୁମାନେ ମଧ୍ୟ ଉତ୍ସାହୀ ହୋଇପଡ଼ିଲେ। ଚାରିଆଡ଼େ ସଭା ସମିତି ହେବାକୁ ଲାଗିଲା। ମାତ୍ର ସେ ସମୟରେ ମୁଁ ଲକ୍ଷ୍ୟ କରିଛି ଯେ ଅସ୍ପୃଶ୍ୟତା ବର୍ଜନର ସ୍ୱାଭାବିକ ପରିଣତ ଜାତିପ୍ରଥା ଲୋପ ଓ ଜାତିପ୍ରଥା ଲୁପ୍ତ ନହେଲେ ଯେକୌଣସି ଆକାରରେ ଅସ୍ପୃଶ୍ୟତା ରହିବ, ଏ କଥା ଉତ୍ସାହୀ ସବର୍ଣ୍ଣ ଲୋକେ ଭାବୁନଥିଲେ, କିମ୍ବା ଯଦି ବା ଭାବୁଥିଲେ ତାକୁ ଆଖି ପିଞ୍ଜା ମାରି ଦେଇଯାଉଥିଲେ। ଅନେକେ ମନେ କରୁଥିଲେ ଏହା ଗାନ୍ଧିଜୀଙ୍କ ଏକ ରାଜନୀତି ଚାଲ। ମାତ୍ର ମୁଁ ଅନେକ ଧାର୍ମିକ ବୈଷ୍ଣବଙ୍କଠାରୁ ଶୁଣିଛି, ସେମାନେ କହୁଥାନ୍ତି ଯେ ବୁଦ୍ଧ, ତାଙ୍କ ପରେ ଶ୍ରୀ ଚୈତନ୍ୟ ଓ ତାଙ୍କ ପରେ ମହାତ୍ମା ଗାନ୍ଧୀ ପତିତ ପାବନଙ୍କ ଅବତାର ହୋଇ ଜନ୍ମ ନେଇଛନ୍ତି। ମୁଁ ଜେଲ୍ ଭିତରେ ମନକୁ ଯେପରି ଭାବରେ ତିଆରି କରିଥିଲି, ବର୍ତ୍ତମାନ ଅବସ୍ଥାରେ ଖୁବ୍ ଉତ୍ସାହିତ ଅନୁଭବ କଲି। ଆମ ଘର ମନ୍ଦିରମାନଙ୍କରେ ହରିଜନ ପ୍ରବେଶ ସମାରୋହ କରାଇଲି। ଗୋପବନ୍ଧୁ ଚୌଧୁରୀ ସେ ସମୟରେ ଆମ ଗାଁକୁ ଯାଇଥିଲେ। ପଣ୍ଡିତ ବାସୁଦେବ ରଥ ସେ ଉତ୍ସବର ପୁରୋଧା ହୋଇଥିଲେ। ପ୍ରାୟ 4-5 ହଜାର ଲୋକଙ୍କ ସମାଗମ ହୋଇଥିଲା। ବାବାଙ୍କ ମୃତ୍ୟୁ ପରେ ମୁଁ ପ୍ରଥମ ଘରକୁ ଯାଇ ଏ କାର୍ଯ୍ୟ କରାଇଲି। ହରିଜନ ଚାକର ଘରେ ରଖିଲି। ଏହି ସମୟରେ ଯେ 2-3 ଦିନ ଘରେ ଥିଲି, ତା ଭିତରେ ମୋର ବନ୍ଧୁ ବାନ୍ଧବ, ଭାଇ ଭଉଣୀ, ଭଣଜା ପ୍ରଭୃତି ସମସ୍ତେ ଆସି କାନ୍ଦି ବାବା ଗଲାପରେ ମୋଠି ଆଶା ରଖିଛନ୍ତି ବୋଲି ଜଣାଇଲେ। ମୁଁ ସବୁ ଶୁଣୁଥାଏ। ମୋ ହୃଦୟ କମ୍ପିତ ହେଉଥାଏ। ସେମାନଙ୍କୁ ସାନ୍ତ୍ୱନା ଦେଉଥାଏ, ମାତ୍ର ମନ ଭିତରେ କହୁଥାଏ, ନିରାଶ ହେବ ସମସ୍ତେ। ଯାହା ହେଉ, ଆମ ଗ୍ରାମରେ ହରିଜନ ଆନ୍ଦୋଳନ ଯଥାବିଧି ଚାଲିଲା। ମୋ ସାନ ଭାଇ ଗୋପୀନାଥ ଜେଲରୁ ଫେରି ଆସିଥାଏ। ସେ ଏଥିରେ ପ୍ରାଣପଣେ କାର୍ଯ୍ୟ କଲା। ସୁଭଦ୍ରା ଦେବୀ ମଧ୍ୟ ଘରେ ରହି ଏ କାର୍ଯ୍ୟ ଦେଖିଲେ। ଆମ ଗାଁରେ ଖଦି କାର୍ଯ୍ୟ କିଛି ଆରମ୍ଭ ହୋଇଥାଏ। ଖଦି କାର୍ଯ୍ୟ ଓ ହରିଜନ କାର୍ଯ୍ୟ ପାଇଁ ବାବା ଯେଉଁ ମନ୍ଦିରରେ ସନ୍ନ୍ୟାସୀ ହେବା ପରେ କହୁଥିଲେ, ସେହି ମନ୍ଦିରରେ ସ୍ଥାନ ଦେଲି ଓ ତାକୁ କର୍ମ ମନ୍ଦିର ଆଖ୍ୟା ଦେଲି। ମାତ୍ର ସେ ସମୟରେ ଅବସ୍ଥା ଦୃଷ୍ଟିରେ ମୁଁ ଗାଁରେ ରହିପାରିଲି ନାହିଁ। କଟକ ଆସିଲି। ଗାନ୍ଧିଜୀଙ୍କ ଉପବାସ ସଫଳ ହେଲା। ହରିଜନଙ୍କ ସ୍ୱତନ୍ତ୍ର ନିର୍ବାଚନ ରଦ୍ଦ ହେଲା। ଓଡ଼ିଶାର ହରିଜନ କାର୍ଯ୍ୟ ଚଳାଇବା ପାଇଁ ରମାଦେବୀ ଭାର ନେଲେ। ଆମେ ଏଣେ ରାଜନୈତିକ ଆନ୍ଦୋଳନ ପାଇଁ ରହିଲୁ। ମାତ୍ର ସେତେବେଳେ ଆନ୍ଦୋଳନ ବନ୍ଦ ପ୍ରାୟ। ଅନେକ ଦୋଷ ଦିଅନ୍ତି ଯେ ହରିଜନ ଆନ୍ଦୋଳନ ରାଜନୈତିକ ଆନ୍ଦୋଳନକୁ ଦବାଇ ଦେଲା। ମାତ୍ର ମୁଁ ଭଲ କରି ଜାଣେ ଯେ ଆନ୍ଦୋଳନ ଆଗରୁ ଦବି ଯାଇଥିଲା ଏବଂ ମୁଁ ସେତେବେଳେ ଭାବୁଥିଲି ଆନ୍ଦୋଳନକୁ ବନ୍ଦ କରି ଖଦି ଓ ହରିଜନ କାମରେ କର୍ମୀମାନଙ୍କୁ ଉତ୍ସାହ ଦେବା ଉଚିତ। ମାତ୍ର ତାହା କରାଇବା ମୋର ସାଧ୍ୟାତୀତ। ତେଣୁ ପୁଣି ମୁମୂର୍ଷୁ ଆନ୍ଦୋଳନରେ ଇତସ୍ତତ ହେବାକୁ ପଡ଼ିଲା। ମୁଁ ନିଜେ ବିବ୍ରତ ହୋଇପଡ଼ିଥିଲି। ଏହି ସମୟରେ ମୋର ନିଖିଳ ଭାରତ ଅଫିସକୁ ଦେଇଥିବା ଖଣ୍ଡେ ଚିଠି ବମ୍ବେରେ ଧରାପଡ଼ି ସବୁ ଲେଖା ଆସିବାରୁ ମୁଁ ଏଠାରେ ଧରା ହେଲି। ବାହାରେ ମୁଁ ପ୍ରାୟ 2-3 ମାସ ରହିଲି। ଏତେଦିନ ନିଜକୁ ବଞ୍ଚାଇ ଆନ୍ଦୋଳନ ଦିଗରେ ଯାହା କିଛି କରିପାରିଲି, ସେଥିପାଇଁ ଖୁସି ହେଲି। ଏଥର ମଧ୍ୟ 6 ମାସ ଜେଲ୍ ହେଲା। ପୁଣି ହଜାରିବାଗ ଜେଲକୁ ଗଲି। ଏଥର ଜେଲରେ ମୁଁ ବିଶେଷ ଉତ୍ସାହରେ ନଥିଲି। କେବଳ ବାହାରେ ଯେଉଁ ସବୁ କାର୍ଯ୍ୟକ୍ରମର ସୂତ୍ରପାତ କରିଥିଲି, ତାହା ହିଂସାତ୍ମକ କି ନୁହେଁ, ଏହି ବିଷୟରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଏ ଆଲୋଚନା ସଙ୍ଗେ ସଙ୍ଗେ ଉପସ୍ଥିତ ଅବସ୍ଥାରେ କିପରି ଗଣ ଆନ୍ଦୋଳନକୁ ଦୃଢ଼ ଓ ଯଶସ୍ୱୀ କରିବାକୁ ହେବ, ସେ ବିଷୟରେ କୌଣସି ରଚନାତ୍ମକ ସୂଚନା ଆଲୋଚକମାନେ ଦେଉନଥାନ୍ତି ବା ସେ ବିଷୟ ବୋଧହୁଏ ଚିନ୍ତା କରୁନଥାନ୍ତି। କ୍ରମଶଃ ଆନ୍ଦୋଳନ ଯେତେ ଦୁର୍ବଳ ହୋଇ ଆସୁଥାଏ, ତେତେ ଆସୁଥିବା ଭାରତ ଶାସନ ଆଇନ ବଳରେ କ୍ଷମତା ଅଧିକାର ପାଇଁ ଲାଳସା ଓ ଉଦ୍ୟମ ବଢ଼ୁଥାଏ। ଏ ଉଦ୍ୟମ ଜେଲ୍ ଭିତରେ ଥିବା ନେତାମାନଙ୍କ ଭିତରେ ବର୍ତ୍ତମାନ ଆଉ ଲୁଚାଲୁଚି ହୋଇନାହିଁ। ପରିଷ୍କାର ଭାବରେ ଆନ୍ଦୋଳନର ନିନ୍ଦା ଓ ନିର୍ବାଚନରେ ଯୋଗ ଦେବା ପାଇଁ ସଜବାଜ ଚାଲିଥାଏ। ଏହାର ଆନୁଷଙ୍ଗିକ କାର୍ଯ୍ୟ ଥାଏ।
ଯେଉଁମାନେ ସେ କ୍ଷମତା ଲାଭର ବିରୋଧୀ ବା ପ୍ରତିଦ୍ୱନ୍ଦ୍ୱୀ ହେବା ସମ୍ଭବ ସେମାନଙ୍କୁ ଲୋକଚକ୍ଷୁରେ ହିତ ବା ହୀନ ପ୍ରତିପନ୍ନ କରିବା ପାଇଁ ସତ୍ ଅସତ୍ ସବୁ ପ୍ରକାର ଚେଷ୍ଟା ଚାଲିଥାଏ। ନିର୍ବାଚନ ପୂର୍ବରୁ ଜିଲ୍ଲା ବୋର୍ଡ଼ ସବୁ ଦଖଲ କରିନେଲେ ପ୍ରାଦେଶିକ ବ୍ୟବସ୍ଥା ସଭା ନିର୍ବାଚନରେ ସୁବିଧା ହେବ। ଏଣୁ ଜିଲ୍ଲା ବୋର୍ଡ଼ ନିର୍ବାଚନରେ ଯୋଗ ଦେଇ ସେଥିରେ ଯଶସ୍ୱୀ ହେବାକୁ ହେବ। ଏହା ହେଲା ପ୍ରଥମ କାର୍ଯ୍ୟକ୍ରମ। ଏ ବିଷୟରେ କେତେଜଣ ଏପରି ମାତିଲେ ଯେ ସେମାନଙ୍କର ଯଥାକଥା ଜେଲ୍ ବାହାରକୁ ଯିବାର ପ୍ରବଳ ଅଭିଳାଷ ଜନ୍ମିଲା। ଏପରିକି ଜଣେ ନେତୋତ୍ସାହିତ ସ୍ଥାନୀୟ ବ୍ୟକ୍ତି ରୋଗର ଛଳନା କରି ମୁକ୍ତି ପ୍ରାର୍ଥୀ ହୋଇ ଡାକ୍ତର ପରୀକ୍ଷା ପରେ ନିରାଶ ହୋଇଥିଲେ। ଏ ଘଟଣା ଜେଲରେ ଆମ ସମସ୍ତଙ୍କୁ ସଙ୍କୋଚରେ ପକାଇଥିଲା। ଚାରିଆଡ଼ର ବ୍ୟବସ୍ଥା ଦେଖି ମୁଁ କେଣେ ଥଳକୂଳ ପାଉନଥାଏ। ଏହି ଅବସ୍ଥାରେ ମୁଁ ଖଲାସ ହେଲି। ଏଥର ପାଟଣା ବାଟେ ଆସିଲି। ପାଟଣା କ୍ୟାମ୍ପ ଜଙ୍ଗଲରେ ସହକର୍ମୀମାନଙ୍କୁ ଦେଖା କରିବା ମୋର ଉଦ୍ଦେଶ୍ୟ ଥିଲା। ମାତ୍ର ଜେଲ୍ କର୍ତ୍ତୃପକ୍ଷ ମୋତେ ଅନୁମତି ଦେଲେ ନାହିଁ। ତେଣୁ ଗୋପନୀୟ ଭାବରେ ଖଣ୍ଡେ ଚିଠି ପକାଇ ଦେଇ ଆସିଲି। ସେ ଚିଠି ଜେଲ୍ ଭିତରେ ସେମାନେ ପାଇଥିଲେ। ଏହି ସମୟରେ ପାଟଣାରେ ଖଣ୍ଡେ ସରକାରୀ ଗୋପନୀୟ ପତ୍ର ପକାଇଥିଲି। ଓଡ଼ିଶା କମିଶନର ବିହାର ଓଡ଼ିଶା ସରକାରଙ୍କୁ ସେ ପତ୍ର ଲେଖିଥିଲେ। ସେଥିରେ ଓଡ଼ିଶା ପ୍ରଦେଶ ସ୍ୱତନ୍ତ୍ର ଭାବରେ କିପରି ଚଳିବ ତାହାର ସୂଚନା ଦେଇ ସେ ସମୟର ଓଡ଼ିଆ ଆନ୍ଦୋଳନରେ ନେତାମାନଙ୍କ ପ୍ରତି କେତେକ ଆକ୍ଷେପ କରିଥିଲେ। ସେତେବେଳେ ଓଡ଼ିଆ ନେତାମାନେ ବରାବର କଂଗ୍ରେସକୁ ନିନ୍ଦା କରୁଥିବାରୁ ଓ ଖାସ୍ କରି ସେହି କମିଶନରକୁ ଓଡ଼ିଆ ସମର୍ଥକ ବୋଲି ମୁଣ୍ଡରେ ଧରି ବୁଲୁଥିବାରୁ ମୁଁ ଭାବିଲି ସେ ଚିଠି ଖଣ୍ଡି ଓଡ଼ିଶାରେ ଅତି କୌତୂହଳପ୍ରଦ ହେବ। ଏଣୁ ତାକୁ ମୁଁ ନେଇ ଆସିଲି। କଟକ ଷ୍ଟେସନରେ ପହଞ୍ଚିବା ମାତ୍ରକେ ମୁଁ ଧରା ହେଲି। ଏଥିପାଇଁ ମୁଁ ପ୍ରସ୍ତୁତ ନଥିଲି। ମାତ୍ର ଏପରି ଧରା ହେବାର ବିଚଳିତ ହେଲି ନାହିଁ। ମୋଠାରେ ଜିନିଷପତ୍ର ଖାନତଲାସ କରି କଂଗ୍ରେସ ସମ୍ବନ୍ଧୀୟ କିଛି ପୋଲିସ ପାଇଲେ ନାହିଁ। କେବଳ କମିଶନର ସାହେବଙ୍କର ସେହି ଗୋପନୀୟ ଚିଠି ଖଣ୍ଡି ଥାଏ। ମାତ୍ର ଯେତେବେଳେ ଧରା ହୋଇଗଲି ସେତେବେଳେ କିଛି ନା କିଛି ମୋ ବିରୁଦ୍ଧରେ ଅଭିଯୋଗ ବାହାର କରିବାର ହେବ। ତେଣୁ ଶେଷରେ ସରକାରୀ ଗୁପ୍ତ ବିଷୟ ପ୍ରଚାର ସମ୍ବନ୍ଧୀୟ ଆଇନ ଅଫିସିଆଲ ସିକ୍ରେସି ଆକ୍ଟ ଅନୁସାରେ ମୋ ନାମରେ ମକଦ୍ଦମା ଚାଲିବାର ଯୋଗାଡ଼ ହେଲା। ମାତ୍ର ତାହା ଚଳିପାରିଲା ନାହିଁ। ତେଣୁ ଶେଷରେ ଉଠାଇ ନିଆଗଲା। ମଝିରେ ମୁଁ ପ୍ରାୟ 16-17 ଦିନ ବିଚାରାଧୀନ ଅବସ୍ଥାରେ କଟକ ଜେଲରେ ଥିଲି। ଏହି ଅବସ୍ଥାରେ ମୁଁ ଶୁଣିଲି ଯେ ଜିଲ୍ଲା ବୋର୍ଡ଼ ନିର୍ବାଚନ କାମ ଆରମ୍ଭ ହେବା ଉପରେ ଓ ସେଥିପାଇଁ ଜେଲ୍ ଭିତରେ ପରାମର୍ଶ ଅନୁସାରେ କେତେକ ଉପର ଶ୍ରେଣୀର କଂଗ୍ରେସ ଲୋକ ବଡ଼ ତତ୍ପର। କଂଗ୍ରେସ ହିସାବରେ ଜୟଲାଭ କରିବା ଉଦ୍ଦେଶ୍ୟ ଥିଲେ ବୋଧହୁଏ ତେତେ ବେଶୀ ଦୁରବସ୍ଥା ଘଟିନଥାନ୍ତା। ମାତ୍ର କଂଗ୍ରେସ ଭିତରେ ଦଳ ହିସାବରେ ନିର୍ବାଚନରେ ଜୟ ପାଇଁ ଚେଷ୍ଟା କରିବା ଫଳରେ ଅତି ବିଷମର ଫଳ ଘଟିଲା। ବାଲେଶ୍ୱରରେ କଂଗ୍ରେସ ଲୋକ ଦୁଇ ଦଳ ହୋଇ ଜିଲ୍ଲା ବୋର୍ଡ଼ ନିର୍ବାଚନରେ କଳହ ଆରମ୍ଭ କଲେ। ମୁଁ ବିଚାରାଧୀନ ଅବସ୍ଥାରେ ଜେଲରେ ଥିବା ସମୟରେ ଗୋଟିଏ ଦଳ ମୋ ସହିତ ଦେଖା କରିଥିଲେ। ମୁଁ ସେତେବେଳେ ନିର୍ବାଚନ ବର୍ଜନ କରିବା ପାଇଁ କହିଥିଲି। ମୁଁ ମୁକ୍ତ ହେବା ପରେ ବାହାରେ ଦେଖିଲି ଯେ ଆନ୍ଦୋଳନ କିଛି ନାହିଁ କହିଲେ ଚଳେ। ଆଉ କେତେକ କଂଗ୍ରେସ ଲୋକ ଦଳ ହିସାବରେ ଜିଲ୍ଲା ବୋର୍ଡ଼କୁ ଦଖଲ କରିବା ପାଇଁ ବ୍ୟସ୍ତ। ଏହି ପରିସ୍ଥିତିରେ ମୁଁ ଚେଷ୍ଟା କଲି ଅନ୍ତତଃ ଆମ ଜିଲ୍ଲାର କଥା ବେଶୀ ଦୂରକୁ ନ ଯାଉ। ମାତ୍ର ମୁଁ କୌଣସି ପ୍ରକାରେ କିଛି କରିପାରିଲି ନାହିଁ। ଅପରନ୍ତୁ ମୋଠି ଦୋଷାରୋପ କରାଗଲା ଯେ ମୁଁ ଦଳ ବିଶେଷର ବିରୋଧୀ ଥିବାରୁ ନିର୍ବାଚନ ସମ୍ବନ୍ଧ ବିରୁଦ୍ଧରେ ମତ ହେଉଛି। ଏହି ସମୟରେ ମହାତ୍ମା ଗାନ୍ଧୀ ପୁନର୍ବାର ଉପବାସ ଆରମ୍ଭ କଲେ। ଜେଲ୍ ଭିତରେ ହରିଜନ ଆନ୍ଦୋଳନ କାର୍ଯ୍ୟ ଚଳାଇବା ପାଇଁ ଅନୁମତି ନ ପାଇବାରୁ ଏ ଉପବାସ ଆରମ୍ଭ କରିଥିଲେ। ଶେଷରେ ତାଙ୍କର ମୃତ୍ୟୁ ଆଶଙ୍କା କରି ସରକାର ଅତି ଅନିଚ୍ଛା ସହକାରେ ତାଙ୍କୁ କାରାମୁକ୍ତ କଲେ। ସେ ପୁନା ନିକଟରେ ଜୁହୁରେ ଥାଇ ଚିକିତ୍ସିତ ହେଉଥାନ୍ତି। ତାଙ୍କ ସହିତ ଦେଖା କରିବା ପାଇଁ ରମାଦେବୀ ଓ ମୁଁ ଜୁହୁ ଯାଇଥିଲୁ। ଏହି ଅବସରରେ ଜିଲ୍ଲା ବୋର୍ଡ଼ ନିର୍ବାଚନକୁ ମେଡ଼େଇ ଦେଇଥିଲି। ମାତ୍ର ଯେଉଁମାନେ ନିର୍ବାଚନ ଯୁଦ୍ଧରେ ମୋ ସାହାଯ୍ୟ ଚାହିଁଥିଲେ ସେମାନେ ପ୍ରତ୍ୟାଖ୍ୟାତ ହୋଇ ମୋ ପ୍ରତି ଅସନ୍ତୁଷ୍ଟ ହେଲେ। ଏମାନେ ସମସ୍ତେ ମୋର ସହକର୍ମୀ ଓ ଏହିମାନଙ୍କ ସହିତ ପୁଣି କାମ କରିବାକୁ ହେବ। ଏଇଠି ମୁଁ ଭାବି ଦେଖୁଛି ଯେ ଅହିଂସାତ୍ମକ ଭାବରେ ଏମାନଙ୍କ ସହିତ ମୁଁ କାମ କରି ପାରିଲି ନାହିଁ। ତାହା ହୋଇଥିଲେ ଏମାନେ ମୋର ଆନ୍ତରିକତା ଉପଲବ୍ଧି କରି ମୋ ସହିତ ଏକମତ ନ ହୋଇଥିଲେ ମଧ୍ୟ ମୋ ପ୍ରତି ବିରକ୍ତ ହୋଇନଥାନ୍ତେ। ଯାହା ହେଉ ଜୁହୁରେ ଗାନ୍ଧିଜୀଙ୍କ ସହିତ ସାକ୍ଷାତ ହେଲା। ତାଙ୍କର କଥାବାର୍ତ୍ତା ମୁଁ ଶୁଣିଲି। ଅନ୍ୟ ପ୍ରଦେଶରୁ ଅନେକ କର୍ମୀ ପରାମର୍ଶ ଲୋଡ଼ିବା ପାଇଁ ଆସିଥାନ୍ତି। ଗାନ୍ଧିଜୀଙ୍କ କଥାବାର୍ତ୍ତା ଶୁଣି ମୋର ଧାରଣା ହେଲା ଯେ ଯେଉଁପରି ଗୋପନୀୟ ଆନ୍ଦୋଳନ ଚାଲିଛି ସେ ତାହା ପସନ୍ଦ କରୁନାହାନ୍ତି। ସେ ଅତି ଅଳ୍ପ ହେଉ ପଛକେ ଆନ୍ଦୋଳନରୁ ସିଧା ଭାବରେ ଚଳାଇଲେ ଭଲ ହେବ ବୋଲି ଭାବୁଛନ୍ତି। ଆଉ ଏକ ଗଠନମୂଳକ କାମ ଉପରେ ଜୋର ଦେଉଛନ୍ତି। ସମୁଦାୟ କଥାବାର୍ତ୍ତା ଶୁଣି ଜୁହୁରୁ ଫେରିବା ସମୟରେ ମୁଁ ଏହି ଧାରଣାରେ ପହଞ୍ଚିଲି ଯେ
ଓଡ଼ିଶାରେ ଗଠନମୂଳକ କାମରେ ଯେପରି ଅଭାବ ଓ କଂଗ୍ରେସ ଭିତରେ ନାନା କାରଣରୁ ଯେଉଁ ଚିନ୍ତା ବିପେକ୍ଷ ଘଟିଛି ଓ ତାହା ଯେପରି କାମ କରୁଛି, ସେଥିରେ ଗଠନମୂଳକ କାମ କରିବା ପାଇଁ କର୍ମୀମାନଙ୍କୁ ଉତ୍ସାହ ଦେବା ହିଁ ଆବଶ୍ୟକ ଏବଂ ଗଠନମୂଳକ କାମରେ ଅନେକ କଂଗ୍ରେସ କର୍ମୀ ନିଯୁକ୍ତ ହୋଇଗଲେ କଂଗ୍ରେସ ବ୍ରିଟିଶ ସରକାର ଦ୍ୱାରା ଧ୍ୱସ୍ତ ନ ହୋଇ ସମ୍ଭାଳି ହୋଇ ରହିଯିବ ବୋଲି ମୁଁ ଭାବିଲି। ତେଣୁ ସେଠୁ ଫେରି ସାଧାରଣ କର୍ମୀମାନଙ୍କୁ ଖଦି ଓ ହରିଜନ କାମରେ ପ୍ରବର୍ତ୍ତାଇଲି। ଇତିମଧ୍ୟରେ ଗଣ ଆନ୍ଦୋଳନ ବନ୍ଦ କରି ବ୍ୟକ୍ତିଗତ ସତ୍ୟାଗ୍ରହ କରିବା ପାଇଁ କଂଗ୍ରେସ ତରଫରୁ ନିର୍ଦ୍ଦେଶ ଆସିଲା। ମହାତ୍ମା ଗାନ୍ଧୀଙ୍କ ଏହା ମଧ୍ୟ ମତ ବୋଲି ଜଣାପଡ଼ିଲା। ମୁଁ ଏଥିରୁ ବୁଝିଲି ଯେ ଖୁବ୍ ବଡ଼ ବଡ଼ ଲୋକ ସତ୍ୟାଗ୍ରହ କରନ୍ତୁ ଓ ଅନ୍ୟମାନେ ଗଠନମୂଳକ କାମ କରନ୍ତୁ ବୋଲି ଗାନ୍ଧୀଜୀ ଚିନ୍ତା କରୁଛନ୍ତି। ଏଣୁ ସାଧାରଣ କର୍ମୀଙ୍କୁ ଗଠନମୂଳକ କାମରେ ଉତ୍ସାହିତ କରିବା କର୍ତ୍ତବ୍ୟ ବୋଲି ମୁଁ ଭାବିଲି। ଏହି ସମୟରେ ଆମ ଜିଲ୍ଲା ସ୍କୁଲ ବୁଲି ଯେଉଁମାନେ ଥରେ ଦୁଇଥର ଜେଲ୍ ଯାଇ ଘରେ ବସିଛନ୍ତି, ସେମାନଙ୍କୁ ଉତ୍ସାହ ଦେଇ ଖଦି ଓ ହରିଜନ କାମରେ ପ୍ରବର୍ତ୍ତାଇଲି। ସେ ଗ୍ରସ୍ତ ସମୟରେ ମୁଁ ଜାଣିଲି ଯେ ଆନ୍ଦୋଳନରେ ଯୋଗ ଦେଇଥିବା ଅନେକ ସ୍ତ୍ରୀ ଲୋକ ସମାଜ ଦ୍ୱାରା ବଡ଼ ନିର୍ଯାତିତ ହେଉଛନ୍ତି। ସୁଭଦ୍ରା ମହତାବଙ୍କୁ କହିବାରୁ ସେ ସବୁଆଡ଼େ ଯାଇ ଅନେକଙ୍କୁ ନିଜ ଘରେ ସୁବିଧାରେ ରଖାଇଲେ। ମାତ୍ର କେତେକ ବରାବର ପାଇଁ ଅସୁବିଧାରେ ପଡ଼ିଗଲେ। ନୂଆ ହୋଇ ପରଦା ଉଠୁଥିବା ଅବସ୍ଥାରେ ଓ ପୁରୁଷ ସ୍ତ୍ରୀ ଏକ ସାଙ୍ଗରେ ଏକ ଆନ୍ଦୋଳନ ଲାଗିବା ଫଳରେ ଯେଉଁ ସବୁ ସ୍ଖଳନ ଘଟିଲା, ତାହା ବୋଧହୁଏ ଅପରିହାର୍ଯ୍ୟ। ମାତ୍ର ସେ ସମୟରେ ମୋତେ ତାହା ବଡ଼ ଆଘାତ କରିଥିଲା ଓ ସେ ଅବସ୍ଥାକୁ ସମ୍ଭାଳିବା ପାଇଁ ମୁଁ ଚେଷ୍ଟା କରିଥିଲି। ଏହି ସମୟର ଅସାବଧାନତା ଓ ଶିଥିଳତା ଯୋଗୁଁ ଓଡ଼ିଶାରେ ନାରୀ ଜାଗରଣ ଏକ ଧକ୍କା ପାଇଲା। ଆମ ଗାଁରେ ଖଦି କାମ ଚାଲୁ କରିବାକୁ କର୍ମ ମନ୍ଦିର ବୋଲି ଆଖ୍ୟା ଦେଇ ତା'ର ଶାଖାମାନ ଆମ ଜିଲ୍ଲା ଚାରିଆଡ଼େ ଖୋଲିବାକୁ ଚେଷ୍ଟା କରିଥିଲି। ମୋର ଏ କାର୍ଯ୍ୟକୁ ଅନେକ ସହକର୍ମୀ ଅତି ପସନ୍ଦ କରୁଥିଲେ। କ୍ଷମା କରିବେ, ଅତି ଅପସନ୍ଦ କରୁଥିଲେ। ସେମାନେ ଭାବୁଥିଲେ ଯେ ମୋର ଏପରି କରିବା ଦ୍ୱାରା ବ୍ୟକ୍ତିଗତ ସତ୍ୟାଗ୍ରହ ବାଧା ପାଉଛି। ଯେଉଁମାନେ ଘରେ ବସିଯାଇଛନ୍ତି ସେମାନଙ୍କୁ ଶିକ୍ଷାବୁଝା କରି ପୁଣି ସେମାନଙ୍କ ଦ୍ୱାରା ଆଇନ ଅମାନ୍ୟ କରାଇବାକୁ ବ୍ୟକ୍ତିଗତ ସତ୍ୟାଗ୍ରହ ବୋଲି ସେମାନେ ମନେ କରୁଥିଲେ। ଗୋପବନ୍ଧୁ ଚୌଧୁରୀ ଦ୍ୱିତୀୟ ଥର ଜେଲରୁ ମୁକ୍ତ ହୋଇ ଆସି ଏହି ମତ ପୋଷଣ କଲେ। ସେ ନିଜେ ସବୁଆଡ଼େ ଯାଇ ବ୍ୟକ୍ତିଗତ ସତ୍ୟାଗ୍ରହ ପାଇଁ ଅନେକଙ୍କୁ ପ୍ରବର୍ତ୍ତାଇଲେ। ବ୍ୟକ୍ତିଗତ ସତ୍ୟାଗ୍ରହ ପାଇଁ ପ୍ରବର୍ତ୍ତନ ଓ ଗଠନମୂଳକ କାମ ପାଇଁ ପ୍ରବର୍ତ୍ତନ ଏ ଦୁଇ ଜିନିଷ ପରସ୍ପର ବିରୁଦ୍ଧାତ୍ମକ ନୁହଁ, ଯାହା 1941 ମସିହା ସତ୍ୟାଗ୍ରହରେ ପ୍ରମାଣିତ ହେଲା। ମାତ୍ର ସେତେବେଳେ ଜଣାପଡ଼ୁଥିଲା ଯେପରିକି ଏ ଦୁଇ କାର୍ଯ୍ୟ ପରସ୍ପର ବିରୋଧୀ। ଏଣୁ ଯେଉଁମାନେ ବ୍ୟକ୍ତିଗତ ସତ୍ୟାଗ୍ରହ ସଂଗଠନରେ ଲାଗିଥିଲେ, ସେମାନେ ଯେ କେବଳ ମୋର ଖଦି ସଂଗଠନକୁ ପସନ୍ଦ କରିନଥିଲେ ତାହା ନୁହେଁ, ସେମାନେ କହିଲେ ଯେ ମୁଁ ଜମିଦାର ଥିବାରୁ ଆଇନ ଅମାନ୍ୟ ରୂପକ ତ୍ୟାଗମୂଳକ କାର୍ଯ୍ୟରେ ବେଶୀ ଦୂର ଯାଇପାରୁନାହିଁ, ତେଣୁ ଗଠନମୂଳକ କାମକୁ ଆଶ୍ରା କରୁଛି। ଏହାଠାରୁ ଭଳି କ୍ରୂର ସମାଲୋଚନା ମୁଁ ଶୁଣିଛି। ମୋତେ ସେସବୁ କିଛି ଲାଗିନାହିଁ। ମାତ୍ର ଏ ସମାଲୋଚନା ଯେତେବେଳେ ମୋର ସମ୍ମାନିତ ସହକର୍ମୀଙ୍କଠାକୁ ଆସିଲା, ମୁଁ ନିତାନ୍ତ ଅବନତମନା ହୋଇଗଲି। ମାତ୍ର ମୋ କାର୍ଯ୍ୟରେ ମୁଁ ନିରୁତ୍ସାହିତ ହେଲି ନାହିଁ। ମୁଁ ସେହି କର୍ମ ମନ୍ଦିର ନେଇ ଚାଲିଲି। ଯେଉଁମାନେ ବ୍ୟକ୍ତିଗତ ସତ୍ୟାଗ୍ରହ ଉପରେ ଜୋର ଦେଇଥିଲେ, ସେମାନେ ନିଜକୁ ଖାଣ୍ଟି ଗାନ୍ଧୀ ମତବାଦୀ ବୋଲି ଭାବିଲେ ଓ ସେହି ଅନୁସାରେ ମଧ୍ୟ ବାୟୁମଣ୍ଡଳ ସୃଷ୍ଟି ହେଲା। ଓଡ଼ିଶାରୁ 3-4 ଜଣ ବ୍ୟକ୍ତିଗତ ସତ୍ୟାଗ୍ରହ କରି ଜେଲ୍ ଯିବା ପରେ ଗାନ୍ଧୀଜୀ ଓ କଂଗ୍ରେସ ସତ୍ୟାଗ୍ରହ ଆନ୍ଦୋଳନ ବନ୍ଦ କରିଦେଲେ ଓ ସମସ୍ତ କଂଗ୍ରେସ କର୍ମୀଙ୍କୁ ଗାଁକୁ ଯାଇ ଗଠନମୂଳକ କାମ କରିବାକୁ ପରାମର୍ଶ ଦେଲେ। ଏଣୁ ମୁଁ ଠିକ୍ ସ୍ଥଳରେ ଥିଲି ବୋଲି ଅନୁଭବ କଲି। ମାତ୍ର ସେତେବେଳକୁ ଜିଲ୍ଲା ବୋର୍ଡ ନିର୍ବାଚନରେ କୌଣସି ଶୃଙ୍ଖଳା ବିନା କଂଗ୍ରେସ ଲୋକ କଂଗ୍ରେସ ବିରୁଦ୍ଧରେ କାର୍ଯ୍ୟ କରି ମୋଟ ଉପରେ କଂଗ୍ରେସ ଦଳର ପରାଜୟ ଘଟିବା ଫଳରେ କେତେକ ନିର୍ବାଚନୋତ୍ସାହୀ ମୁଖ୍ୟ କର୍ମୀଙ୍କ ବିରକ୍ତିଭାଜନ ମୁଁ ହୋଇଥାଏ। ତାପରେ ସତ୍ୟାଗ୍ରହ ବନ୍ଦ ରହିବାଟା ମଧ୍ୟ ଏକ ସାଧାରଣ ଅବସାଦ ଆଣିଦେଲା। ଏ ଅବସ୍ଥାରେ ମୁଁ ନିଜକୁ ନିଜେ ସେତେବେଳେ ଏକବାରେ ଏକାବେକି ରଖି ଦେଖିବାକୁ ପାଇଲି। ଯେଉଁମାନଙ୍କ ସଙ୍ଗେ ମିଶି କାମ କରିପାରନ୍ତି, ସେମାନେ ମୋତେ ପୂରା ଗାନ୍ଧୀ ନୀତିରେ ବିଶ୍ୱାସୀ ବୋଲି ମନେ କରୁନାହାନ୍ତି ଓ ଜମିଦାର ବୋଲି ତ୍ୟାଗରେ ଅକ୍ଷମ ବୋଲି ମନେ କରୁଛନ୍ତି। 1931 ମସିହାରେ ପ୍ରାୟ ଏହି ଅବସ୍ଥାରେ ଠେଲାଠେଲି କରି ଅଗ୍ରସର ହେବା ଯେ ଭୁଲ କରି ପରସ୍ପର ଭିତରେ ଭେଦ ବଢ଼ାଇଥିଲି। ଏଥର ସେ ବିଷୟର ସମାଧାନ ନେଲି। ମୁଁ ଭାବିଲି ଯେ ସବୁ ଅବସ୍ଥାରେ ସହକର୍ମୀମାନଙ୍କ ଅନୁରକ୍ତି ଭାଜନ ହେବାର ଯୋଗ୍ୟତା ମୋଠାରେ ନାହିଁ। ଏଣୁ ମୁଁ କିଛିଦିନ ପାଇଁ ଅଲଗା ହୋଇପାରେ, ସାଧାରଣ କର୍ମୀ ହିସାବରେ କିଛି କାମ କରେ। ପରେ ପୁଣି ସୁବିଧାଜନକ ଅବସ୍ଥା ଆସିଲେ ଯାହା ହେବ ଦେଖାଯିବ। ଏ ସିଦ୍ଧାନ୍ତକୁ ଆସିବା ପାଇଁ ମୋତେ କମ୍ ହାର୍ଦ୍ଦିକ ଯନ୍ତ୍ରଣା ଓ ନୈରାଶ୍ୟ ଭିତରେ ଦେଇ ଯିବାକୁ ପଡ଼ିଛି କହିହେବ ନାହିଁ। ଜୀବନର ସର୍ବୋତ୍କୃଷ୍ଟ ଅଂଶ ଯେଉଁ ସ୍ୱରାଜ ମନ୍ଦିରରେ ଯେଉଁ ପ୍ରଜାତନ୍ତ୍ର
ପଛରେ ଯେଉଁ ସହକର୍ମୀମାନଙ୍କ ଭିତରେ ଯେଉଁ ବାୟୁମଣ୍ଡଳରେ କଟାଇଥିଲି ଓ ଯାହାକୁ ମୋ ନୂତନ ପରିବାର କହି ଉଲ୍ଲସିତ ମନେ କରୁଥିଲି, ସେ ସବୁକୁ ଛାଡ଼ି ମନରୁ ମୂଳରୁ ପୋଛି ଦେଇ ପୁଣି ଏକ ନୂଆ ପ୍ରକାରର ଜୀବନ ପରିଚାଳନାର ସିଦ୍ଧାନ୍ତ ମର୍ମନ୍ତୁଦ ଯନ୍ତ୍ରଣା ଥିଲା। ମୋର ପୁରାତନ କର୍ମୀ ସୁବୋଧ ଓ ବିଶ୍ୱନାଥ ବର୍ତ୍ତମାନ ସ୍ୱର୍ଗରେ। ବଂଶୀଧର ରଥ ବର୍ତ୍ତମାନ ଚରଖା ସଂଘର ସମ୍ପାଦକ। ବାକି ନୀଳାମ୍ବର ବର୍ତ୍ତମାନ ସ୍ୱରରେ କିଛି କାମ କରିବା ପାଇଁ ଇଚ୍ଛୁକ। ବାକି ଥାଏ ଉପେନ୍ଦ୍ର, ଯିଏ ମୋ ସିଦ୍ଧାନ୍ତ ଶୁଣି କାନ୍ଦି ପକାଇଲା। ବିଶେଷତଃ ପ୍ରଜାତନ୍ତ୍ର ବନ୍ଦ କରିଦେବା କଥା ଶୁଣି। ପ୍ରଜାତନ୍ତ୍ର ପାଇଁ ସେ ରକ୍ତବିନ୍ଦୁ ଦାନ କରିଛି, ମାତ୍ର ମୋର ଚାରା କାହିଁ? ଏଣେ ବାହାରୁ ସରକାରଙ୍କ ଆକ୍ରମଣ, ତେଣେ ଭିତରୁ ବନ୍ଧୁମାନଙ୍କ ବିସ୍ଫୋରଣ। ଏଥିରେ ପ୍ରଜାତନ୍ତ୍ର ବା ସ୍ୱରାଜ ମନ୍ଦିର ମୁଁ ଚଳାଇବି କିପରି? ମୋ ସିଦ୍ଧାନ୍ତରେ ଉପେନ୍ଦ୍ର ଭଗ୍ନ ମନୋରଥ ହୋଇ କିଛିଦିନ ପାଇଁ ରାଜନୀତିରୁ ଅଲଗା ହୋଇ ଗାଁରେ କିଛି କାମ କଲା। ଏପରି ଅବସ୍ଥାରେ 12 ବର୍ଷର ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମର ଚିହ୍ନ ଯାହା କିଛି ଲୋକସ୍ମୃତିରେ ଥିବ ସିନା, ନହେଲେ ଆଖି ଦେଖିବା ପାଇଁ ବର୍ତ୍ତମାନ କିଛି ନାହିଁ। ଏଥିପାଇଁ ମୁଁ ଆଉ କାହାକୁ ଦୋଷ ଦେବି? ସବୁ ଦୋଷ ମୁଁ ମୁଣ୍ଡାଇ ନେଇଛି। ମୁଁ ନିଜକୁ ଈର୍ଷା ଓ ଦେଶ ବାହାରେ ରଖି ପାରିଲି ନାହିଁ। ଚାରିଆଡ଼କୁ ଜଗି ସାବଧାନତା ସହକାରେ ଚଳି ପାରିଲି ନାହିଁ। ତେଣୁ ଏ ବିଷାଦର ସ୍ମୃତି ଘେନି ଚାଲିଛି। ମାତ୍ର ଜୀବନର ଗତି ବିଷାଦଠାରୁ ପଥହରା ହୁଏ ନାହିଁ, ଏତିକି ଆନନ୍ଦ। 1933 ମସିହା ସତ୍ୟାଗ୍ରହ ବନ୍ଦଠାରୁ 1937 ମସିହା ପର୍ଯ୍ୟନ୍ତ ମୁଁ ଆମ ଗାଁରେ ହିଁ ମୁଖ୍ୟ ଅବସ୍ଥାନ କରି ରହିଲି। ଏହି ସମୟରେ ମୋର ସମସ୍ତ ଧ୍ୟାନ କର୍ମ ମନ୍ଦିର ଓ ନିଜ ଗାଁରେ ଯାହା କିଛି କରିବାର କଥା ସେଇଥିରେ ନିର୍ବିଷ୍ଟ ରହିଲି। କେବଳ ଇତିପୂର୍ବରୁ କର୍ମ ମନ୍ଦିରର ଗୋଟିଏ ଶାଖା ଉତ୍ତରଣ ବାଲେଶ୍ୱର ଝାଡ଼ ପିପଳରେ ହୋଇଥିବାରୁ ତା'ର ତତ୍ତ୍ୱ ନେବାକୁ ହେଉଥିଲା। ଏହାଛଡ଼ା କନିକା ଆନ୍ଦୋଳନ ସହିତ ବହୁକାଳ ସମ୍ପୃକ୍ତ ଥିବାରୁ ସେ ସମ୍ବନ୍ଧରେ ଯେତେବେଳେ ଯାହା କିଛି କରିବାକୁ ହେଉଥିଲା, କର୍ମ ମନ୍ଦିର ପାଇଁ ରାତିନିଦ୍ର ସୁଭଦ୍ରା ଦେବୀ ଓ ମୁଁ ପରିଶ୍ରମ କଲୁ। ସାହି ସାହି ବୁଲି ସୂତାକଟା ଶିଖାଇବା, ଗାଁ ସଫେଇ କରିବା, ହରିଜନଙ୍କ ଭିତରେ କାମ କରିବା, ଏସବୁ ଆମେ କଲୁ। ଗୋପୀନାଥ ଓ ଚନ୍ଦ୍ରମଣି ସାହୁ ସ୍ଥାନୀୟ କର୍ମୀମାନେ ଆମ ସହିତ ପୂର୍ଣ୍ଣ ପ୍ରାଣରେ ଯୋଗ ଦେଲେ। ଅନେକ ନାରୀ ସ୍ୱେଚ୍ଛାସେବିକା କାମ କରିବା ପାଇଁ ବାହାରିଲେ। ମୁଁ ସବୁଆଡ଼େ ମନ ମାରି ଏଇଥିରେ ଲାଗିଥାଏ। ଇତିମଧ୍ୟରେ ମୋର ବଡ଼ ଭାଇ ଶ୍ରୀ ନୃସିଂହଚରଣ ବଡ଼ ବେମାରରେ ପଡ଼ିଲେ। ସେ ଲୋକ ହିସାବରେ ଏତେ ଅମାୟିକ ଥିଲେ ଯେ ତାଙ୍କ ପରି ସରଳ ଲୋକ ମୁଁ ଆଉ କାହାକୁ ଦେଖିନାହିଁ। ସେ ବାବାଙ୍କ ପରେ ଘରକରଣା କଥା ଦେଖାଶୁଣା କରୁଥିଲେ। ତାଙ୍କର ଚିକିତ୍ସାରେ ଯଥାସାଧ୍ୟ ବନ୍ଦୋବସ୍ତ କଲି, ମାତ୍ର ସେ ବଞ୍ଚିଲେ ନାହିଁ। ତାଙ୍କର ମୃତ୍ୟୁ ମୋତେ ଆହୁରି ଅସୁବିଧାରେ ପକାଇଲା। ଏହିଠାରେ ମୁଁ ଉଲ୍ଲେଖ କରିଦିଏ ଯେ ଏହାଙ୍କ ଦଶାହ କାର୍ଯ୍ୟରେ ମୁଁ ମୋଟେ 2 ଅଣା ପଇସା ଖର୍ଚ୍ଚ କରିଥିଲି। ତାଙ୍କ ଶୁଦ୍ଧିକ୍ରିୟାରେ ଯାହା ଖର୍ଚ୍ଚ ହୋଇଥାନ୍ତା, ସେ ଅର୍ଥରେ ଗାଁରେ ଏକ ଚିକିତ୍ସାଳୟ ଖୋଲିବାର ସ୍ଥିର କଲି। ଏଥିପାଇଁ ଗ୍ରାମର ଅନେକ ମୋ ପ୍ରତି ବିରକ୍ତ ହୋଇଥିଲେ। ମୋ ମନରେ ଉଠିଲା ଯେ ଆମ ଗାଁରେ ଗୋଟିଏ ଡାକ୍ତରଖାନା ହେବା ଉଚିତ। ଅନ୍ୟଥା ପଇସା ଖର୍ଚ୍ଚ କରି ସାଧାରଣ ଲୋକ ଚିକିତ୍ସିତ ହେବା ସହଜ ନୁହେଁ। ସେ କର୍ମ ମନ୍ଦିରରେ ଜଣେ ଡାକ୍ତର ନିଯୁକ୍ତ କରି ଚିକିତ୍ସାଳୟଟିଏ ଖୋଲିଲି। ମୁଁ ଜାଣିନଥିଲି ଯେ ଚିକିତ୍ସାଳୟଟିଏ ସରକାରଙ୍କ ଦ୍ୱାରା ପ୍ରମାଣପ୍ରାପ୍ତ ନ ହେଲେ ଅନେକ ଔଷଧ ଅଣାଇ ହେବ ନାହିଁ। ଆମ ଗାଁ ଜଙ୍ଗଲ ପାଖ ଥିବାରୁ ଭାଲୁ କାମୁଡ଼ା ରୋଗୀ ଅନେକ ଆସିଲେ। ଔଷଧ ଅଭାବରୁ ସେମାନଙ୍କର ଚିକିତ୍ସା ହୋଇପାରୁନଥାଏ। ଏଣୁ ଡାକ୍ତରଖାନାକୁ ପ୍ରମାଣିତ କରିବା ପାଇଁ ଦରଖାସ୍ତ ଦେଲି। ତଦନ୍ତ ଉପରେ ତଦନ୍ତ ହେଲା, ମାତ୍ର ସେ ସମୟରେ ଜିଲ୍ଲା ହାକିମ ରିପୋର୍ଟ କଲେ ଯେ ଏ ଡାକ୍ତରଖାନା ପଛରେ ରାଜନୈତିକ ଉଦ୍ଦେଶ୍ୟ ଅଛି। ଏଣୁ ସରକାର ତାକୁ ପ୍ରମାଣିତ କଲେ ନାହିଁ। ମୁଁ ତାପରେ ସେତେବେଳକାର ମନ୍ତ୍ରୀ ଗଣେଶ ଦତ୍ତ ସିଂହଙ୍କ ପାଖକୁ ଲେଖିଲି। ସେ ସରକାରଙ୍କ ତରଫରୁ କ'ଣ କଲେ ଜଣାନାହିଁ, ମାତ୍ର ନିଜ ବିଚାରାଧୀନ ଟଙ୍କାରୁ 200 ଟଙ୍କାଏ ଡାକ୍ତରଖାନାକୁ ଦାନ କରିଥିଲେ। ତାପରେ ମୋ ଲେଖାଲେଖି କରିବା ଫଳରେ ବିହାର ଓଡ଼ିଶାର ଇନ୍ସପେକ୍ଟର ଜେନେରାଲ ନିଜେ ସେ ଡାକ୍ତରଖାନାକୁ ଦେଖିବାକୁ ଆସିଥିଲେ ଓ ସେସବୁ ଦେଖି ପ୍ରୀତ ହୋଇଥିଲେ, ତଥାପି ପ୍ରମାଣପତ୍ର ମିଳିଲା ନାହିଁ। ଶେଷରେ କଂଗ୍ରେସ ମନ୍ତ୍ରିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ସରକାରଙ୍କ ଦ୍ୱାରା ସେ ଡାକ୍ତରଖାନା ପ୍ରମାଣିତ ହେଲା। କିପରି ଲୁହା ଶିକୁଳିରେ ଏ ଦେଶ ସେତେବେଳେ ବନ୍ଧା ହୋଇଥିଲା, ତାହା ଏଇଥିରୁ ଜଣାପଡ଼ିବ। ଆମ ଅଞ୍ଚଳରେ ଶିକ୍ଷା ସେପରି ବିସ୍ତୃତ ନୁହେଁ। ଏଣୁ ଗାଁରେ ବାବାଙ୍କ ଦ୍ୱାରା ଯେଉଁ ମାଇନର ସ୍କୁଲ ସ୍ଥାପିତ ହୋଇଥିଲା, ତାକୁ ହାଇସ୍କୁଲରେ ପରିଣତ କରିବାର ଉଦ୍ୟମ କଲି। ଏଥିପାଇଁ ମଧ୍ୟ ଶିକ୍ଷା ବିଭାଗର ଅନୁମତି ଦରକାର। ତାହା ସହଜରେ ମିଳିଲା ନାହିଁ। ଅତି ଅସୁବିଧା ଓ ପ୍ରଗାଢ଼ ଯତ୍ନ ଫଳରେ ସେ ଅନୁମତି ବହୁଦିନ ପରେ ମିଳିଲା। ବର୍ତ୍ତମାନ ସେ ଡାକ୍ତରଖାନାଟି ସରକାର ହାତକୁ ନେଇଛନ୍ତି ଓ ସ୍କୁଲଟି ସରକାରୀ ହୋଇଯାଇଛି। ମାତ୍ର ପ୍ରଥମ 3-4 ବର୍ଷରେ ପ୍ରାୟ 2000 ଟଙ୍କା ମୋତେ ବାର୍ଷିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହାଛଡ଼ା ମୋତେ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥିଲା। 1934ର ଉଦ୍ୟମ 1952 ଠାରୁ 1970 ସାଲ ମଧ୍ୟରେ ସରକାରଙ୍କର ପୂର୍ଣ୍ଣ ସାହାଯ୍ୟ ପାଇଲା।
ଏସବୁ କାର୍ଯ୍ୟ ସଙ୍ଗେ କର୍ମ ମନ୍ଦିର କାମ ମଧ୍ୟ ଖୁବ୍ ଜୋରସୋରରେ ଚାଲିଥାଏ। ଆମର ହରିଜନ କାମ ଫଳରେ ମୋତେ ବାସନ୍ଦ କରାହୋଇଯାଇଥିଲା ଓ ସେ ବାସନ୍ଦ 2 ବର୍ଷ ବ୍ୟାପି ରହିଥିଲା। ଏଥିରେ ଆଖପାଖରେ ଅନେକ ପ୍ରତିମୂର୍ତ୍ତି ଶୈଳୀ ଲୋକ ମୋ ବିରୁଦ୍ଧରେ ଲାଗିଥିଲେ। ମାତ୍ର ଏ ବାସନ୍ଦକୁ ମୁଣ୍ଡପାତି ସହି ନେଇ ନିଜ ମତରେ ଦୃଢ଼ ରହି ବାସନ୍ଦକାରୀଙ୍କ ପ୍ରତି କୌଣସି ପ୍ରକାର ଦ୍ୱେଷ ନ କରିବା ଫଳରେ ଶେଷରେ ଧୀରେ ଧୀରେ ବାସନ୍ଦ ଉଠିଗଲା ଓ ତାପରେ ଆମ ଘରେ ଜାତି ବିଚାର ନାହିଁ, ଯେପରିକି ମୁସଲମାନମାନଙ୍କ ସାଙ୍ଗରେ ମଧ୍ୟ ଖିଆପିଆ ହୁଏ। ମାତ୍ର ତାକୁ ସମାଜରେ କେହି ଧରନ୍ତି ନାହିଁ। ଆମ କଥା ଦେଖି ଚାରିଆଡ଼େ ଅନେକ ସେହିପରି କରୁଛନ୍ତି। ମୁଁ ନିଜେ ଅତି ସୁଖୀ ଯେ ଜାତି ବିଚାର ଓ ତାର ପରିଣତ ଏବଂ ହରିଜନ ସମସ୍ୟାର ଗୁରୁତ୍ୱ ଆମ ଅଞ୍ଚଳରେ ବହୁ ପରିମାଣରେ କମିଯାଇଛି ଓ ତାହା ଏତେ ଅଳ୍ପ ଉଦ୍ୟମରେ। ଏଥିପାଇଁ କେବଳ ମୁଁ ସେହି ଅହିଂସା ନୀତି ପ୍ରତି କୃତଜ୍ଞତା ଜଣାଉଛି। ଏହି ସମୟ ଭିତରେ କନିକା ପ୍ରଜାମାନେ ଥରେ ଜିଲ୍ଲା ହାକିମ ଓ ଭଦ୍ରକ ସବ୍ ଡିଭିଜନ ଅଫିସରଙ୍କ ଦ୍ୱାରା ସେମାନଙ୍କର ନ୍ୟାୟ ଅଧିକାରରୁ ବଞ୍ଚିତ ହେବାକୁ ବସିଲେ। ବନ୍ଧୁକଧାରୀ ପୋଲିସ ଯାଇ ପ୍ରଜାଙ୍କ ଦଖଲରେ ଥିବା ଗୋଟିଏ ସର୍ବସାଧାରଣ ସ୍ଥାନକୁ ରାଜାଙ୍କୁ ଦଖଲ କରାଇନେଲେ। ଏ ବିଷୟରେ ଆନ୍ଦୋଳନ କରିବାକୁ ହୋଇଥିଲା ଓ ତା ଫଳରେ ସେ ଜିଲ୍ଲା ହାକିମ ଓ ସବ୍ ଡିଭିଜନ ଅଫିସର ଉଭୟ ହଠାତ୍ ବଦଳି ହୋଇଯାଇଥିଲେ। ସେ ସମ୍ପର୍କରେ ସେତେବେଳକାର କମିଶନର ହର୍ଣ୍ଣଲ ସାହେବଙ୍କ ସହିତ ସାକ୍ଷାତ କରିଥିଲି। ସେ ବିଷୟଟିକୁ ବୁଝିବା ପରେ ହାକିମମାନଙ୍କୁ ବଦଳି କରିଦେଇଥିଲେ। ଡାକ୍ତରଖାନା, ସ୍କୁଲ ଓ କନିକା ବ୍ୟାପାରରେ ମୋର ସେତେବେଳେ ଏକମାତ୍ର ସହାୟକ ଥିଲେ ଶ୍ରୀ ଜଗନ୍ନାଥ ଦାସ। ସେ ସେତେବେଳେ ବିହାର ଓଡ଼ିଶା ବ୍ୟବସ୍ଥାଭାର ସଦସ୍ୟ ଥିଲେ। ସେ ଏକଦା କନିକା ଦଳର ସମ୍ପାଦକ ଥିଲେ। ଫଳରେ ସେ ଦଳର କାରବାର ବୀତସ୍ପୃହ ହୋଇ ତାକୁ ଛାଡ଼ି କଂଗ୍ରେସ ଭିତରକୁ ଆସିବାକୁ ଚେଷ୍ଟା କରୁଥାନ୍ତି। ତାଙ୍କୁ କଂଗ୍ରେସ ଭିତରେ ନେବାକୁ ଅନେକ ବାଧା ଦେଉଥାନ୍ତି। ମାତ୍ର ମୁଁ ତାଙ୍କୁ ବରାବର ସମର୍ଥନ କରି କଂଗ୍ରେସ ଭିତରକୁ ଆସିବାର ସାହାଯ୍ୟ କରୁଥାଏ। କ୍ଷମତା ଲାଭରେ ସଫଳତା ଲାଭ କରିବା ସଙ୍ଗେ ସଙ୍ଗେ କଂଗ୍ରେସକୁ ସଂକୁଚିତ କରିବାର ଚେଷ୍ଟା ସେହିଦିନୁ ମୁଁ ଲକ୍ଷ୍ୟ କରିଛି। ଆମ ତ୍ୟାଗ ଫଳରେ ଆଉ ଯେଉଁ କ୍ଷମତା ଆସିବ ତାହା ଦେଶବାସୀ ସମସ୍ତେ ଭୋଗ କରିବେ। ଏ ଆଦର୍ଶ ଥିବା ସ୍ଥଳେ ଘଟଣାଚକ୍ରରେ ଆମ ତ୍ୟାଗଲବ୍ଧ ଯାହା କିଛି ଆମେ ହିଁ ତାକୁ ଭୋଗ କରିବୁ, ଏ ଇଚ୍ଛା ଜାଗ୍ରତ ହୋଇଥିଲା। ଏହା ଆମ ଦୁର୍ବଳତା ଓ ଏହା ବିରୁଦ୍ଧରେ ଆମକୁ ସଜାଗ ରହିବାକୁ ହେବ ବୋଲି ସେତେବେଳକୁ ଜଣାପଡ଼ିଲା। ଏହି ସମୟ ମଧ୍ୟରେ ମୁଁ ସିନା ଏହିପରି ନିଜ ଗାଁ କାମରେ ନିଯୁକ୍ତ ରହିଲି, ମାତ୍ର ଏହା ମଧ୍ୟରେ 1934 ସାଲରେ ଓଡ଼ିଶାରେ ଏକ ଐତିହାସିକ ଘଟଣା ହେଉଛି ମହାତ୍ମା ଗାନ୍ଧୀଙ୍କ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା। ଦୈନିକ ସକାଳ ଓଳି ପ୍ରାୟ 5 ମାଇଲ ଓ ଉପର ଓଳି ପ୍ରାୟ 5 ମାଇଲ ଏହିପରି ପଦଯାତ୍ରା କରି ବାପୁଜୀ ଓଡ଼ିଶାର ଆବାଳ ବୃଦ୍ଧ ବନିତାଙ୍କ ମନରେ ଶ୍ରୀଚୈତନ୍ୟ ଉତ୍କଳ ଲୀଳା କଥା ମନେ ପକାଇଥିଲେ। କିଏ ଜାଣେ, ଯେଉଁଠି ମହାତ୍ମା ଗାନ୍ଧୀ ବିଶ୍ରାମ ନେଉଥିଲେ ତାହା ଦିନେ ହଜାର ହଜାର ଲୋକଙ୍କ ପାଇଁ ତୀର୍ଥଭୂମିରେ ପରିଣତ ହୋଇଯିବ। ମୁଁ ମହାତ୍ମା ଗାନ୍ଧୀଙ୍କ ଗ୍ରହଣରେ ସେ ସମୟରେ ପୁରୀରୁ କଟକ ପର୍ଯ୍ୟନ୍ତ ଥିଲି। ସେତେବେଳକାର ଦୈନିକ ଘଟଣା ବିସ୍ତୃତ ଭାବରେ ବର୍ଣ୍ଣନା କରିବାର ବିଷୟ। ବାସ୍ତବିକ ସେ ସମୟରେ ଗାନ୍ଧୀଜୀ ହିନ୍ଦୁ ଧର୍ମ ରକ୍ଷା ପାଇଁ ଆଧ୍ୟାତ୍ମିକତାର ଏକ ବାତ୍ୟା ବୁହାଇଥିଲେ। ବାଲେଶ୍ୱର ଜିଲ୍ଲା ଗସ୍ତରେ ବାପୁଜୀ ଆମର ଏକ କଚେରୀ ଘରେ ଢୋଡ଼ଙ୍ଗରେ ଦିନକ ପାଇଁ ବିଶ୍ରାମ କରିଥିଲେ ଓ ତାପରେ ତାଙ୍କର ଶେଷ ରାତ୍ର ମୋର ଭଦ୍ରକ ଘର ବିଶ୍ରାମରେ ନେଇଥିଲେ। ଭଦ୍ରକର ମହାତ୍ମାଜୀ ମୋତେ ଓ ସୁଭଦ୍ରା ଦେବୀଙ୍କୁ ସୂତା କଟାଇ ପରୀକ୍ଷା କରିଥିଲେ। ଏ ଇତିହାସର ପ୍ରସିଦ୍ଧ ପଦଯାତ୍ରାର ସଂକ୍ଷିପ୍ତ ବିବରଣୀ ପାଇଁ ସୁଦ୍ଧା ଏଠାରେ ସ୍ଥାନ ନାହିଁ। ଏତିକି କେବଳ କହିଲେ ଯଥେଷ୍ଟ ହେବ ଯେ ସେ କେତେଦିନ ମହାତ୍ମା ଗାନ୍ଧୀଜୀଙ୍କ ସଂସ୍ପର୍ଶରେ ଆସି ମୁଁ ନିଜକୁ ନିଜେ ଉନ୍ନତ ଓ ଦୃଢ଼ ଅନୁଭବ କଲି। ତାଙ୍କ ଜୀବନର ଦୈନନ୍ଦିନ ଛୋଟ ଛୋଟ କାର୍ଯ୍ୟରୁ ନିଜ ଜୀବନର ଅନେକ ବଡ଼ ବଡ଼ ସମସ୍ୟାର ସମାଧାନର ଉପାୟ ଦେଖିପାରିଲି। ବାପୁଜୀଙ୍କୁ ବିଦାୟ ଦେବା ପାଇଁ ମୁଁ ତାଙ୍କ ସହିତ ଖଡ଼ଗପୁର ପର୍ଯ୍ୟନ୍ତ ଯାଇଥିଲି। ଗାନ୍ଧୀଜୀ ମୋର ଭଦ୍ରକ ଘରେ ଥିବା ସମୟରେ ଏକ କୌତୂହଳଜନକ ଘଟଣା ଘଟିଥିଲା, ତାହା ଉଲ୍ଲେଖ ନ କରି ରହିପାରୁନାହିଁ। ଗାନ୍ଧୀଜୀଙ୍କ ଗହଣରେ ବୁଟୋ ନାମକ ଜଣେ ପାଶ୍ଚାତ୍ୟ ଦେଶବାସୀ ଥିଲେ। ଅତିଥି ହିସାବରେ ମୁଁ ସମସ୍ତଙ୍କୁ ସେମାନଙ୍କର ସୁବିଧା ଅନୁସାରେ ଚର୍ଚ୍ଚା କରିଥିଲି। ବୁଟୋକୁ ତାଙ୍କର ରୁଚି ଅନୁଯାୟୀ ଖାଦ୍ୟ ଯୋଗାଇଥିଲି। ଗାନ୍ଧୀଜୀଙ୍କ ଠାରେ ଏ ଆପତ୍ତି କରାହୋଇଥିଲା ଯେ ତାଙ୍କ ଗହଣରେ ଆମିଷ ଖାଦ୍ୟ ବ୍ୟବହାର କରାହେଉଛି ଓ ମୁଁ ଅନ୍ୟାୟ କରିଛି। ଗାନ୍ଧୀଜୀ ସବୁ କଥା ଶୁଣି ମୋ କାର୍ଯ୍ୟକୁ ସମର୍ଥନ କରିଥିଲେ। ଅତିଥି ସତ୍କାରରେ ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି ବୋଲି ସେ ମୋତେ ମତ ଦେଇଥିଲେ। ରାଜନୀତି କ୍ଷେତ୍ରରେ ଆଉ ବିଶେଷ ଏକ ଘଟଣା ଏହି ସମୟରେ ଘଟିଥିଲା। ସେ ହେଉଛି କଂଗ୍ରେସ ସାମ୍ୟବାଦୀ ଦଳ ଗଠନ। ଏମାନେ ସାମ୍ୟବାଦ ନୀତିରେ ବିଶ୍ୱାସ କରି ଭାରତର ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ କଂଗ୍ରେସକୁ ସେହି ନୀତି ଆଡ଼କୁ ନେବା ପାଇଁ ସଂଘବଦ୍ଧ ହୋଇଥିଲେ। ଏମାନଙ୍କ ଭିତରେ ଅନେକ ଲବ୍ଧପ୍ରତିଷ୍ଠ ପୁରାତନ କଂଗ୍ରେସ ଲୋକ ଥିଲେ। ମୋର
ସେ ସମୟରେ ଧାରଣା ହୋଇଥିଲା ଯେ କଂଗ୍ରେସର ସୁବିଧାବାଦୀ ଦଳର ଆବିର୍ଭାବ ଓ ସେମାନଙ୍କ ସାଙ୍ଗରେ ଗାନ୍ଧୀ ନୀତିକୁ ଏକ ନିର୍ଜୀବ କ୍ରିୟାତ୍ମକ ବସ୍ତୁ କରି ଥୋଇ ରଖିବା ଏବଂ ଗାନ୍ଧୀବାଦୀଙ୍କ ଅହଂଭାବର ପ୍ରତିକ୍ରିୟା ରୂପେ ଏ ସାମ୍ୟବାଦୀ ଦଳର ଆବିର୍ଭାବ ହେଲା। ସେ ଯାହା ହେଉ, ସେ ଦଳର ଶାଖା ମଧ୍ୟ ଓଡ଼ିଶାରେ ସ୍ଥାପିତ ହେଲା। ସେଥିରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ନେତୃତ୍ୱ ନେଲେ। ଏମାନେ ମୋର ଏତେ ଅନ୍ତରଙ୍ଗ ବନ୍ଧୁ ଓ ସେଦିନର ସହକର୍ମୀ ଯେ ମୁଁ ନିଜକୁ ଏକ ଅତି ଅସୁବିଧାଜନକ ସ୍ଥାନରେ ଦେଖିଲି। ବାଲେଶ୍ୱରରେ ଯେଉଁମାନଙ୍କୁ ନେଇ 1931ରେ କର୍ମ ମନ୍ଦିର ଆରମ୍ଭ କରିଥିଲି, ସେମାନଙ୍କ ମଧ୍ୟରୁ ଶ୍ରୀ ଗଜେନ୍ଦ୍ର ସାହୁ ସତ୍ୟାଗ୍ରହ ସମୟରେ ପୀଡ଼ିତ ହୋଇ ପରଲୋକ ଗମନ କଲେ। ବଞ୍ଚିଥିଲେ ସେ ଜଣେ ଉତ୍କୃଷ୍ଟ ଧରଣର କର୍ମୀ ହୋଇଥାନ୍ତେ। ଆମର ଦୁର୍ଭାଗ୍ୟକୁ ସେ ଆମକୁ ଛାଡ଼ିଗଲେ। ବାକି ଶ୍ରୀ ଗୌରାଙ୍ଗଚନ୍ଦ୍ର ଦାସ ଯେ କାର୍ଯ୍ୟତଃ କର୍ମ ମନ୍ଦିର ପରିଚାଳକ ଥିଲେ ଓ ଯାହାକୁ ପୁଣି ଆଣି କର୍ମ ମନ୍ଦିର ଚଳାଇବି ବୋଲି ଭାବିଥିଲି, ସେ ନୂତନ ପ୍ରଚାରିତ ସାମ୍ୟବାଦ ନୀତି ପ୍ରତି ଆକୃଷ୍ଟ ହୋଇ କଟକ ଚାଲିଗଲେ। ଏହା ମୋର କର୍ମ ମନ୍ଦିର କାମରେ ଏକ ବଡ଼ ଅସୁବିଧା ଜନ୍ମାଇଲା। ତା ଛଡ଼ା ମୁଁ କୁଆଡ଼େ ଯିବି, ଏ ଦିଗରେ ଦେଖେ ମୋର ସମ୍ମାନିତ ସହକର୍ମୀ ଅନେକ ନିଜକୁ ନିଜେ ଗାନ୍ଧିଜୀଙ୍କର ଏକମାତ୍ର ଅନୁଗାମୀ ମନେକରି ସେମାନଙ୍କ ସହିତ ଏକମତ ନ ହେଉଥିବା ସମସ୍ତଙ୍କୁ ଗାନ୍ଧୀନୀତି ବିରୋଧୀ ବୋଲି ବିଚାର କରୁଛନ୍ତି। ଆଉ ଏକ ଦିଗରେ ଅନେକ ନିକଟତମ ସହକର୍ମୀ ଗାନ୍ଧୀନୀତି ସନ୍ତୁଷ୍ଟ ନ ରହି ଏକ ସ୍ୱତନ୍ତ୍ର ଦର୍ଶନ ଉପରେ ପ୍ରତିଷ୍ଠିତ ମତବାଦର ଆଶ୍ରୟ ନେଇଛନ୍ତି। ତୃତୀୟ ଦିଗରେ ଦେଖୁଛି ଯେ ସେହିମାନେ ତତ୍ପର ଯେଉଁମାନେ ରାଜନୈତିକ କ୍ଷମତା ଆହରଣ ପାଇଁ ଜେଲ୍ ଭିତରୁ ଉଦ୍ୟମ କରି ଆସୁଛନ୍ତି। ଏ ତିନି ଦଳ ସହିତ ମୁଁ ନିଜକୁ ମିଳାଇ ପାରୁନଥାଏ। ତିନୋଟି ଯାକ ଦଳ ନିଜକୁ ନିଜେ ପୁଷ୍ଟ କରିବା ପାଇଁ କଂଗ୍ରେସ ଭିତରେ ଉଦ୍ୟମ କରୁଥାନ୍ତି। ଏପରି ସ୍ଥଳେ ସହକର୍ମୀ ଖୋଜିବା ଅର୍ଥ ହୋଇଥାନ୍ତା ମୋ ପକ୍ଷରେ ପୁଣି ଚତୁର୍ଥ ଦଳ ଗଠନ। ଏହା ମୁଁ ଆଦୌ ପସନ୍ଦ କରୁନଥିଲି। ଏପରି ସ୍ଥଳେ ଏକାକୀ ଗତି କରିବା ଛଡ଼ା ମୋର ଅନ୍ୟ ଉପାୟ ନଥିଲା। ମୁଁ ନିଜକୁ ନିଜେ କେନ୍ଦ୍ର ଦଳର ଲୋକ ବୋଲି କହୁଥିଲି। ଯେପରି କେନ୍ଦ୍ରର କୌଣସି ବିସ୍ତାର ନାହିଁ, ମାତ୍ର ତା ଚାରିପାଖ ପରିଧି ଯାହା କିଛି ହୋଇପାରେ ଓ ତା ଭିତରେ ଯେ କୌଣସି ଦଳ ଆସିପାରେ, ସେହିପରି ଅବସ୍ଥାରେ ମୁଁ ନିଜେ ରହିବାକୁ ସ୍ଥିର କଲି। ଗାନ୍ଧିଜୀଙ୍କ ପ୍ରଦର୍ଶିତ ପନ୍ଥା ଅନୁସରଣ କରି ତଦନୁସାରେ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହୋଇ ଯେତେବେଳେ ଯାହା କରିବା ବିଧେୟ ତାହା କରାଯିବା ଓ ତା ଫଳରେ ଯେ କୌଣସି ଦଳ ସହିତ ସହଯୋଗ ବା ବିଦ୍ରୋହକୁ ଭ୍ରୂକ୍ଷେପ ନ କରିବା, ଏହା ହିଁ ମୋର ନୀତି ହେଲା। ମୋର ଧାରଣା ଏହା ହିଁ ଗାନ୍ଧୀନୀତିକୁ କାର୍ଯ୍ୟକାରୀ କରିବାର ପ୍ରକୃଷ୍ଟ ଉପାୟ। ମୁଁ ଏ ସମ୍ବନ୍ଧରେ ସେତେବେଳେ ସମାଜରେ କେତେକ ପ୍ରବନ୍ଧ ଲେଖିଥିଲି। ସେସବୁ ପ୍ରବନ୍ଧ ମୁଁ ବୁଝିବାକୁ ଚେଷ୍ଟା କରିଥିଲି ଯେ କୌଣସି ନୀତିକୁ ଅନୁସରଣ କରିବା ଫଳରେ ଯଦି କୌଣସି ଉପସ୍ଥିତ ସମସ୍ୟାର ସମ୍ମୁଖୀନ ନ ହୋଇ ନୀରବ ଦର୍ଶକ ହେବାକୁ ପଡ଼ିଲା, ତେବେ ସେ ନୀତି ବହିଲେଖା ପାଇଁ ଭଲ ହୋଇପାରେ, ମାତ୍ର ତାର କାର୍ଯ୍ୟକ୍ଷେତ୍ରରେ ସ୍ଥାନ ନାହିଁ। ଅହିଂସା ନୀତି କଥା ନୁହେଁ, ମାତ୍ର ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗ କୌଶଳ ହେଉଛି ଗାନ୍ଧିଜୀଙ୍କ ଜଗତକୁ ଶ୍ରେଷ୍ଠ ଦାନ। ପ୍ରୟୋଗରେ ନୀତିଗତ ଅହିଂସା କେତେ ଦୂର ସୀମାବଦ୍ଧ ହୋଇଥାଏ ତାହା ନିରୂପଣ ହିଁ ଗାନ୍ଧୀନୀତି। ତେଣୁ ଅହିଂସାକୁ ଲକ୍ଷ୍ୟ ରଖି ତାର ପ୍ରୟୋଗ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରିବା ହିଁ ଗାନ୍ଧୀ ଦର୍ଶିତା ପନ୍ଥା ବୋଲି ମୋର ଧାରଣା। ସେ ଧାରଣା ଅନୁସାରେ ମୁଁ ଅଗ୍ରସର ହେଲି। କିନ୍ତୁ ଦୁଃଖର ବିଷୟ ଯେ ଯେଉଁମାନେ ରାଜନୈତିକ କ୍ଷମତା ସଂଗ୍ରହରେ ବାହାରିଥାନ୍ତି, ସେମାନେ ମୋତେ ସନ୍ଦେହ ଚକ୍ଷୁରେ ଦେଖୁଥାନ୍ତି। କାଳେ ମୁଁ ସେମାନଙ୍କର ପ୍ରତିବନ୍ଧକ ହେବି। ମୋର ପୂର୍ବ ନିର୍ବାଚନ ଜୀବନ ଦୃଷ୍ଟିରେ ଏ ପ୍ରକାର ସନ୍ଦେହ ଯେ ଅନ୍ୟାୟ ତା ମୁଁ କରିପାରିବି ନାହିଁ। ସମୟ ଅନୁସାରେ ସେ ସନ୍ଦେହ ଦୂର କରିବାର ଅବକାଶ ମିଳିବ, ଏ ପ୍ରତୀକ୍ଷାରେ ମୁଁ ଥାଏ। କଂଗ୍ରେସ ସାମ୍ୟବାଦୀ ଦଳ ତରଫରୁ ଓଡ଼ିଶାର କୃଷକ ସଂଘ ସଂଗଠିତ ହେଲା। ସେଥିରେ ଯୋଗ ଦେବା ପାଇଁ ମୋର ବନ୍ଧୁମାନେ ମୋତେ ଆହ୍ୱାନ କଲେ। ଜମିଦାର ଅତ୍ୟାଚାର ବିରୋଧରେ କୃଷକଙ୍କୁ ଛିଡ଼ା କରାଇବା ଏ ସଂଘର ଉଦ୍ଦେଶ୍ୟ ଥିଲା ଓ ଏହି କାମ 1921 ସାଲରୁ ଆମ ଜିଲ୍ଲାରେ ମୁଁ କରିଆସିଛି। ଏହି କାର୍ଯ୍ୟ ଫଳରେ ଜମିଦାରମାନେ ବାଧ୍ୟ ହୋଇ ଆମ ଜିଲ୍ଲାରେ ସଂଗଠିତ ହୋଇ କଂଗ୍ରେସ ବିରୋଧରେ ଲାଗିଛନ୍ତି। ଏପରି ସ୍ଥଳେ ସେ କୃଷକ ସଂଘରେ ଯୋଗ ଦେବାରେ ମୋର ଆପତ୍ତି ନଥିଲା। ମୋତେ ମଧ୍ୟ ସେ ସଂଘରେ ସଭାପତି କରି ଦିଆଗଲା। ବଡ଼ ବଡ଼ କୃଷକ ସମ୍ମିଳନୀମାନ ଅନୁଷ୍ଠିତ ହେବାରେ ଲାଗିଲା ଓ ଅନେକ ସ୍ଥଳରେ ମୋତେ ସଭାପତି ହୋଇ ଯିବାକୁ ହେଲା। ଏ କାର୍ଯ୍ୟରେ ଗାନ୍ଧୀନୀତି ସହିତ ସଂଘର୍ଷର କୌଣସି ଚିହ୍ନ ମୁଁ ଦେଖେ ନାହିଁ। ମାତ୍ର ସମାଜବାଦୀଙ୍କ କାର୍ଯ୍ୟରେ ମୋର ଏପରି ସହଯୋଗକୁ ଗାନ୍ଧୀନୀତି ବିରୋଧୀ ବୋଲି ଗୋଟିଏ ଦଳ ମନେ କଲେ, ଆଉ ଗୋଟିଏ ଦଳ ସନ୍ଦେହ କଲେ ଯେ ମୁଁ ଏ ସୂତ୍ରରେ ମୁଁ ରାଜନୈତିକ କ୍ଷମତା ଆଡ଼କୁ ଗତି କରୁଛି। ମୁଁ ସେତେବେଳେ ପ୍ରତ୍ୟେକ ଦଳର କାର୍ଯ୍ୟ ଓ କାରଣ ବିଚାର କରି ଯେତେ ଦୂର ମୋର ଶକ୍ତି ମୁଁ ନିଜକୁ ସୁନିର୍ଦ୍ଧାରିତ ପଥରେ ଚଳାଇଛି।
ଏ କେତେ ବର୍ଷ କଂଗ୍ରେସ ଅନୁଷ୍ଠାନ ସହିତ ମୁଁ କେବଳ ନାମମାତ୍ର ସମ୍ପର୍କ ରଖିଥାଏ ଓ ମୋର ମୁଖ୍ୟ କାମ କର୍ମ ମନ୍ଦିର ହୋଇଥାଏ। କର୍ମ ମନ୍ଦିର ତରଫରୁ ଏହି ସମୟରେ ରାଜନୈତିକ ଶିକ୍ଷା ସମ୍ପର୍କୀୟ କେତେଗୁଡ଼ିଏ ଛୋଟ ଛୋଟ ଗଳ୍ପ ବହି ପ୍ରକାଶିତ ହୋଇଥିଲା। ନିତ୍ୟାନନ୍ଦ ମହାପାତ୍ର ଯେ 1931ରେ ମୋ ସହିତ କର୍ମ ମନ୍ଦିରରେ ଯୋଗ ଦେଇଥିଲେ, ତାଙ୍କର ସାହିତ୍ୟ ଦିଗରେ ପ୍ରବଳ ଉତ୍ସାହ ଥିବାରୁ ତାଙ୍କୁ ଏ କାର୍ଯ୍ୟ କରିବାକୁ କହିଥିଲି। ତାଙ୍କର ଗୋଟିଏ ପୁସ୍ତିକା ସହକାରରେ ବାଜ୍ୟାପ୍ତ କରିନେଲ। ତାଙ୍କର ଗୋଟିଏ ପୁସ୍ତିକା ସରକାର ବାଜ୍ୟାପ୍ତ କରିନେଲେ। ଏହି ସମୟ ଭିତରେ କଂଗ୍ରେସର 50 ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ଆମ ଗାଁରେ ଉତ୍ସବ ଅତି ବଡ଼ ଆକାରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଗୋଟିଏ ପ୍ରଦର୍ଶନୀ କରାଇଥିଲେ। ସ୍ୱରାଜ ସାଧନ ନାଟକ ଅଭିନୀତ ହୋଇଥିଲା। ପୁଲିସ ମଝିରେ ଏ ନାଟକ ଅଭିନୟ ବନ୍ଦ କରି ଦେଇଥିଲେ। ଏହି ଉତ୍ସବ ଉପଲକ୍ଷେ 10 ବର୍ଷର ଓଡ଼ିଆ ବହି ଲେଖି ପ୍ରକାଶ କରିଥିଲି। 1920 ସାଲଠାରୁ 1930 ସାଲ ସୁଦ୍ଧା ଓଡ଼ିଶାର ରାଜନୈତିକ ପ୍ରଗତିର ଇତିହାସ ଏଥିରେ ଥିଲା। ଏହାକୁ ସରକାର ବାଜ୍ୟାପ୍ତ କରିଥିଲେ। ଏହି ବାଜ୍ୟାପ୍ତି ବିଷୟ ବିଲାତରେ ହାଉସ ଅଫ୍ କମନ୍ସରେ ପ୍ରଶ୍ନ ଉଠିଥିଲା। ଏସବୁ ସାଧାରଣ କାର୍ଯ୍ୟ ଛଡ଼ା ଗାଁରେ ରହି ଘରକୁ ମଧ୍ୟ ମୋ ଜୀବନକୂଳ କରିବା ପାଇଁ ଚେଷ୍ଟା କରିଥିଲି। 60-70 ବର୍ଷ ଘର ମରାମତି ଅଭାବରୁ ଭାଙ୍ଗି ପଡ଼ିବା ଭଳି ହୋଇଯାଇଥିଲା। ତାକୁ ଭଲ କରି ମରାମତି କରାଇଲି। ବହୁ ସଂଖ୍ୟକ ଚାକର ବାକରଙ୍କୁ ଧୀରେ ଧୀରେ ବିଦାୟ ଦେଇ ଜଣେ ମାତ୍ର ଚାକର ଦ୍ୱାରା ସବୁ କାମ କରାଇବା ପାଇଁ ବନ୍ଦୋବସ୍ତ କଲି। ଜଣେ ସାଧାରଣ ଗୃହସ୍ଥ କର୍ମରେ ଯେପରି ଚଳେ, ସେହିପରି ଚଳାଇବାର ବନ୍ଦୋବସ୍ତ କଲି। ସୁଭଦ୍ରା ଦେବୀଙ୍କୁ ମୋ ସାଙ୍ଗରେ ପୂରାପୂରି ଆଣିବାକୁ ଚେଷ୍ଟା କରିଥିଲି। ସେ ତ ଶରୀର ହିସାବରେ ପୂରାପୂରି ମୋ ସାଙ୍ଗକୁ ଆସିଲେ, ମାତ୍ର ମନ ତାଙ୍କର ସବୁବେଳେ ଦୁଃଖମୟ ରହିଲା। ସେ ଦୁଃଖ ମଧ୍ୟ ମୋ ମନରେ ପ୍ରତିଧ୍ୱନିତ ହେଉଥିଲା, ମାତ୍ର ସେ ପ୍ରତିଧ୍ୱନିକୁ ଉଦ୍ୟମ କରି ବରାବର ଦବାଇ ଆସୁଛି। ମୁଁ ଉପଲବ୍ଧି କଲି ଯେ ତାଙ୍କ ସନ୍ତାନହୀନ ଜୀବନ ତାଙ୍କୁ ଅଧିକ ବାଧା ଦେଉଛି। ତେଣୁ ନିଜ ମନକୁ ଲଗାଇ ରଖିବା ଭଳି କାମ କିଛି ତାଙ୍କୁ ଜୁଟୁନାହିଁ। ସାଧାରଣ କାର୍ଯ୍ୟରେ ମୁଁ ଯେପରି ମନ ଲଗାଇ ଆନନ୍ଦ ପାଉଛି, ସେପରି କରିବା ପାଇଁ ତାଙ୍କର ମନ ପ୍ରସ୍ତୁତ ନାହିଁ। ତଥାପି ଯେତେଦୂର ସମ୍ଭବ ତାଙ୍କୁ ଆନନ୍ଦ ଦେବା ପାଇଁ ମୁଁ ଚେଷ୍ଟା କରୁଥାଏ। ଇତିମଧ୍ୟରେ ଜଣେ ରାଜନୈତିକ ହାୱା ବଦଳିବାକୁ ଲାଗିଲାଣି। ସତ୍ୟାଗ୍ରହ ସ୍ଥଗିତ ରହିବା ଫଳେ ନିଖିଳ ଭାରତୀୟ କଂଗ୍ରେସ କମିଟି ବ୍ୟବସ୍ଥା ସଭା ପରିଷଦ ପ୍ରବେଶ ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଥିଲା। ଏହା ପୂର୍ବରୁ କଂଗ୍ରେସ ଏ କାର୍ଯ୍ୟ ହାତକୁ ନେବ କି ନାହିଁ ବାଦାନୁବାଦ ଚାଲିଥାଏ। କେତେ କହୁଥିଲେ ଯେ କଂଗ୍ରେସ ନିର୍ବାଚନ କାର୍ଯ୍ୟ ହାତକୁ ନେଲେ ଏହା ବିପ୍ଳବ ପଥରୁ ଖସିଯିବ। ଅନ୍ୟମାନେ କହୁଥିଲେ ଯେ ନିର୍ବାଚନରେ ଯେଉଁ ଜନଜାଗୃତି ସୃଷ୍ଟି ହେବ, ତଦ୍ୱାରା କଂଗ୍ରେସ ସୁଦୃଢ଼ ହେବ। ସେ ସମୟରେ ମୁଁ ନ୍ୟୁ ଓଡ଼ିଶା ଖବରକାଗଜରେ ମତ ପ୍ରକାଶ କରିଥିଲି ଯେ କଂଗ୍ରେସ ନିର୍ବାଚନରେ ପଶିବା ଠିକ୍ ହେବ ନାହିଁ ଏବଂ ଯେ ସରକାରଙ୍କୁ ଭୟ କରନ୍ତି ନାହିଁ କିନ୍ତୁ କଂଗ୍ରେସର ବିପ୍ଳବ ପଥରେ ଯିବା ପାଇଁ ପ୍ରସ୍ତୁତ ନୁହନ୍ତି, ଏମାନଙ୍କ ଦ୍ୱାରା ଏପରି ଗୋଟିଏ ମଧ୍ୟବର୍ତ୍ତୀ ଦଳ ଗଠିତ ହୋଇ ନିର୍ବାଚନ କାମ ହାତକୁ ନେବା ଉଚିତ। ବହୁ ତର୍କ ବିତର୍କ ପରେ ନିଖିଳ ଭାରତ କଂଗ୍ରେସ କମିଟି ନିଜ ହାତରେ ନିର୍ବାଚନ କାର୍ଯ୍ୟ ନେଲେ। ମହାତ୍ମା ଗାନ୍ଧୀ ନିଜର ନୀତି ବଜାୟ ରଖିବା ପାଇଁ ଓ କଂଗ୍ରେସକୁ ବେଶୀ ସାହାଯ୍ୟ ପହଞ୍ଚାଇବା ପାଇଁ କଂଗ୍ରେସକୁ ଅଲଗା ହୋଇ ସାରିଛନ୍ତି। ମାତ୍ର ଅଲଗା ହୋଇ ମଧ୍ୟ କଂଗ୍ରେସର ଜଣେ ହିସାବରେ କଂଗ୍ରେସର ନେତୃତ୍ୱ ଗ୍ରହଣ କରୁଅଛନ୍ତି। ମହାତ୍ମା ଗାନ୍ଧୀ ନିଜେ ଇତିମଧ୍ୟରେ ଗ୍ରାମୋଦ୍ୟୋଗର ପୁନରୁଦ୍ଧାର ଓ ପରିବୃଦ୍ଧି ପାଇଁ ଏକ ନିଖିଳ ଭାରତ ଗ୍ରାମୋଦ୍ୟୋଗ ସଂଘ ସ୍ଥାପନ କରିଛନ୍ତି। ଏଥିରେ ମୁଁ ଜଣେ ପ୍ରତିନିଧି ହୋଇସାରିଛି। ତେଣେ ନୂତନ ଶାସନ ଓ ଆଇନ ପ୍ରବର୍ତ୍ତନ ହେବା ଉପରେ ଆମ ଓଡ଼ିଶା ପ୍ରଦେଶ 1936 ସାଲରେ ସ୍ୱତନ୍ତ୍ର ହୋଇଯାଇ ଲାଟଙ୍କ ସାକ୍ଷାତ ଶାସନରେ ଚାଲିଛି। ଏ ସ୍ୱତନ୍ତ୍ର ପ୍ରଦେଶ କିପରି ହେବ ଓ ତା'ର ସମସ୍ତ ବ୍ୟାପାର କିପରି ଚାଲିବ, ସେଥିପାଇଁ ଆଗରୁ ଏକ କମିଟି ବସିଲା। ସେ କମିଟିର ମୋତେ ସାକ୍ଷ୍ୟ ଦେବା ପାଇଁ ନିମନ୍ତ୍ରଣ ଆସିଥିଲା, ମାତ୍ର ମୁଁ ସାକ୍ଷ୍ୟ ନ ଦେଇ ମତ ଦେଇ ପଠାଇଥିଲି। କ୍ଷୁଦ୍ରତାର ଦୃଷ୍ଟିରୁ ଓ ବର୍ତ୍ତମାନ ଶାସନ ଢଙ୍ଗର ବିଚାରରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଉଚିତ ନୁହେଁ ଓ ବ୍ରିଟିଶ ସରକାର ସିନ୍ଧକୁ ସ୍ୱତନ୍ତ୍ର କରି ଏକ ମୁସଲମାନ ପ୍ରଦେଶ ସୃଷ୍ଟି କରିଥିବା ହେତୁ ତରାଜୁ ଦଣ୍ଡି ଠିକ୍ କରିବା ପାଇଁ ଯଦି ଓଡ଼ିଶା ହିନ୍ଦୁ ପ୍ରଦେଶ ହିସାବରେ ସ୍ୱତନ୍ତ୍ର କରାଯାଏ, ତେବେ ଏହା କଲିକତା ୟୁନିଭର୍ସିଟି ଓ ହାଇକୋର୍ଟ ଅଧୀନରେ ରହିବା ଉଚିତ ବୋଲି ମୁଁ ନାନା ଯୁକ୍ତି ମତ ଦେଇଥିଲି। ମାତ୍ର ମତକୁ ବା ପଚାରୁଛି କିଏ? ଓଡ଼ିଶାରେ ନୂତନ ଆଇନ ଅନୁସାରେ ଯେ ବ୍ୟବସ୍ଥା ସଭା ଗଠିତ ହେବ, ସେଥିରେ 60 ଜଣ ସଭ୍ୟ ହେବେ। କଂଗ୍ରେସ ବ୍ୟବସ୍ଥା ସଭା କାର୍ଯ୍ୟ ଗ୍ରହଣ କରିବା ପରେ ସେ ଦିଗରେ ଓଡ଼ିଶାରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଲାଣି। ସର୍ଦ୍ଦାର ବଲ୍ଲଭଭାଇ, ରାଜେନ୍ଦ୍ର ବାବୁ ଓ ମୌଲାନା ଆଜାଦ, ଜବାହରଲାଲ ନେହେରୁ ସମସ୍ତେ ନିର୍ବାଚନ କଂଗ୍ରେସ ଯେପରି ଜିତିବ, ସେଥିପାଇଁ ଖୁବ୍ ଜିଦ୍ ପ୍ରକାଶ କରୁଥାନ୍ତି।
महात्मा गांधी मध्य ए निर्वाचन में मन लगाई थांती। ए निर्वाचन में कांग्रेस जितिले सत्याग्रह पराजय हेतु जो अवसाद आसी अपसारित हेबो बोली समस्ते भाबुथांती। धीरे धीरे महात्मा गांधी और समस्त कांग्रेस नेता निर्वाचन में कांग्रेस जय पाई उत्कंठित हेले। पंडित जवाहरलाल नेहरू जेतेबेले कांग्रेस सभापति से निर्वाचन पूर्व ओडिशा गस्तरे आसीथिले और कटक पुरी एवं गंजाम जिले में गस्त करी निर्वाचन कांग्रेस को भोट देवाई कहिथिले। ए समय पंडित जवाहरलाल नेहरू सहित मोर और अन्य कन्यान्य कर्मी मान सहित साक्षात सुधा हेबार सुविधा दि जाय नथिला। पंडित नीलकंठ तांकर ग्रस्तर बंदोबस्त करुथिले। मात्र जवाहरलाल नेहरू सहित कर्मी मानकर साक्षात और आलोचना दरकार बोली से भावी नथिले। परे परे जेतेबेले जवाहरलाल सहित मोर घनिष्ठता हेला मु जानिली जे एही समय बहु कथा मो विरुद्ध रे तांकू कुहा होइतिला। ओडिशा रे कांग्रेस जय हेबा आवश्यक। मु देखिली जे एपरी समय परस्पर भितर मतभेद को जेते चपाई रखा जाए तेते भल। तेणे बरहमपुर ठारे बसिथिबा प्रादेशिक कांग्रेस कमिटी को मु प्रवर्ताइथिली जे निर्वाचनर समस्त भार पंडित नीलकंठ दासंक उपरे दिया जाऊ। से ए दिगरे बड़ उत्साही आउ मध्य से प्रादेशिक कांग्रेस कमिटी कर्ता होई से समय थांती। ए प्रस्ताव सर्वसम्मति क्रमे गृहीत होइथिला और तदनुसार पंडित नीलकंठ निर्वाचन काम चलाइले। निर्वाचन रे कांग्रेस यशस्वी हो एथिपैं चेष्टा करिबा मोर कर्तव्य और समस्त शक्ति देई कांग्रेस मनोनीत प्रार्थी जय करबा पई चेष्टा करथिले। मात्र एहा गांधी विरोध नीति विरोधी बोली मने करी सेतेबेले केतेक ए निर्वाचन रे जोगन देथिले। ए निर्वाचन में मु जड़े प्रार्थी हेबाई मते अनेक बंधु खूब प्रवर्ताई थिले। एपरिकी आम जिलार समस्त बंधु मते धरी बसिले जे मु प्रार्थीटीए हुए। मु दृढ़तार सहित समस्त अनुरोध उपरे प्रत्याख्यान कली। मात्र एही निर्वाचन संपर्क में आम जिले केतेक कर्मी सहित मनमालिन घटिला। एमाने जगन्नाथ दास को कांग्रेस प्रार्थी रूपे ग्रहण करने को पसंद करुनथिले। आगरू कहिछि जे मु तांको कांग्रेस भीतर को आसीबा पई यथेष्ट साहाय्य करेछि। कांग्रेस प्रार्थी रूपे मनोनीत हेबा पई मु मध्य चेष्टा करिथिली। कांग्रेस कमिटी द्वारा ए मनोनीत होई सारलेनी। मात्र जो माने तांको पसंद करुनथिले से माने कांग्रेस सिद्धांत होई सारिला परे मध्य तांकर प्रार्थीत्वर विरोधाचरण करिबारे चेष्टा कले। मु दृढ़ होई विशृंखला विरोध में छिड़ा हेली। बालेश्वर जिले में सबु निर्वाचन मंडली, कटक जिलार केतक निर्वाचन मंडली और पुरी जिलार एक निर्वाचन मंडली रे मु बुली बुली प्रचार करिथिली। मौलवी मोहम्मद हनीफ बालेश्वर संबलपुर निर्वाचन मंडली मुसलमान प्रार्थी होइथिले। तांको मध्य मोर शक्ति मते साहाय्य करिथिली। ए निर्वाचन में पारला महाराज एक दल छिड़ा होई कराई थांती और कनिका राजा एक दल छिड़ा होई थांती। ए दुईटी दल अति हीन भाव में निर्वाचन में पराजित हेले। विशेषतः कनिका दल राजा छड़ा आउ समस्ते अधम पराजय भोग कले। मोर अति आनंदर विषय हेला थिला जे श्री चक्रधर बेहेरा कनिका राजा दलर प्रार्थी को हराई निर्वाचन में यशस्वी हेले। निर्वाचन में अधिक संख्यार कांग्रेस प्रार्थी निर्वाचित हेले। केवल गंजाम छड़ा अन्य सर्वत्र राजा महाराजांकर प्रार्थी माने भोटदाता मानक द्वारा परित्यक्त हेले। भारत में ओडिशा निर्वाचन प्रथम हेला। ए निर्वाचन में कांग्रेस जय भारत में अन्यत्र निर्वाचन कार्य में उत्साह देइथिला। निर्वाचन पर कांग्रेस मंत्रीपद ग्रहण करिबो कि नाही ए विषय वादानुवाद चलला। एतेबेलको केते रकमर चिंता स्रोत चली थाए ताहा जानिबा कौतूहलजनक। गोटे चिंताधारा थाए जे निर्वाचन इत्यादि विशुद्ध गांधी नीति विरोधी। अतएव ताठार दूर रहिबा। द्वितीयतः निर्वाचन में जोगदे मंत्री पद ग्रहण न करिबा एहा मुख्यतः कांग्रेस साम्यवादी दलर मत थिला। तृतीयतः मंत्रीपद ग्रहण करी गांधी नीति अनुसार शासन कार्य चलाइबाकू चेष्टा करिबा और चतुर्थतः जेल जाए त्याग करी ता विनिमय रे पद ग्रहण नितांत आवश्यक, अन्यथा त्यागर मूल्य किछि नाही। ए चारोटी चिंताधारा ओडिशा रे मध्य चली थाए। मात्र चतुर्थ दलर प्राधान्य एठी बेसी। एणु भारतीय राजनैतिक परिस्थिति ठारू ओडिशार परिस्थिति पृथक होई थाए और सही हेउची कारण जहा परे अनेक चिंता विभ्राट और तेणु कर्म बाधा जन्माई थिला। एठारे शेष है आत्मजीवनी साधनार पथेर परिच्छेद 1932 ରୁ 1937। रहिली। नमस्कार।